କାହିଁକି କେଜାଣି ଆଜି ତା କଥା ଭାରି ମନେ ପଡ଼ୁଥିଲା। ବାରମ୍ବାର ଫୋନ୍କୁ ଦେଖି ଚାଲିଥିଲି, ତାର କିଛି ମେସେଜ୍ ଆସିଛି କି। ସବୁ କଲ୍ର ରିଙ୍ଗ୍ ଭିତରେ ତାକୁ ଖୋଜି ଚାଲିଥିଲି। ଯେତେବେଳେ ଦେଖିଦିଏ ଅନ୍ୟ କାହାର କଲ୍, ଟିକିଏ ଗମ୍ଭୀର ହୋଇଯାଉଥିଲି। ମନଟା କେମିତି କେମିତି ହୋଇଯାଉଥିଲା। ଏ ନୂଆ ବର୍ଷର ଭିଡ଼ ଭିତରୁ ବାହାରି କିଛି ସମୟ ନୀରବରେ ବସିବାକୁ ଭାରି ଇଚ୍ଛା ହେଉଥିଲା। ଯେଉଁଠି କେହି ନଥିବେ, ବାସ୍ କିଛି ଚଢ଼େଇମାନଙ୍କର କିଚିରିମିଚିରି ଶବ୍ଦ ସାଙ୍ଗକୁ ହାଲକା ପବନ ବହୁଥିବ। ସେଇ ପବନ ତାର ସେ ସ୍ୱରକୁ ମୋ ପାଖକୁ ଟାଣି ନେଇ ଆସୁଥିବ। ଆଉ ସବୁ ଅଭୁଲା ସ୍ମୃତିକୁ ମନେ ପକାଇ ଦେଇ ଟିକେ କିଛି ମୁହୂର୍ତ୍ତ ପାଇଁ ହଉ ପଛେ ଖୁସି ଦେଉଥିବ। ଚାଲି ଯାଇଥିଲି ଚନ୍ଦକାର ଏକ ନୀରବ ସୁନସାନ ଜାଗାକୁ। ନା ସେଠି ଥିଲା ହୋହାଲ୍ଲା, ନା ଗାଡ଼ିର ସେ ପେଁପାଁ ଶବ୍ଦ। ବିତି ଯାଇଥିବା କିଛି ମୁହୂର୍ତ୍ତକୁ ମନେ ପକାଇ ଟିକେ ଖୁସି ସାଉଁଟିବା ଆଶାରେ। ହେଲେ ମୁଁ ଭୁଲି ଯାଇଥିଲି ଯେ ଅତୀତ କେବଳ କଷ୍ଟ ଦିଏ, ଜମା ଖୁସି ଦିଏନି। ପ୍ରଥମେ ପ୍ରଥମେ ତା ସହ ବିତେଇଥିବା ସେଇ ଖୁସିର ମୁହୂର୍ତ୍ତ ମନେ ପକାଇ ତ ଭାରି ଖୁସି ହେଇଯାଉଥିଲି। ସେଇ ଅତୀତକୁ ଫେରି ଲାଗୁଥିଲା ସେ ଯେମିତି ମୋ ସହିତ ଅଛି, ମୋତେ ଜାବୁଡ଼ି ଧରି ଗେଲ କରୁଛି, ଆଉ ଆଇ ଲଭ୍ ୟୁ କହୁଛି, କେତେ ମିଠା ମିଠା କଥା କହୁଛି। ହେଲେ ଯେତେବେଳେ ମୁଁ ଭାବନା ରାଜ୍ୟରୁ ବର୍ତ୍ତମାନକୁ ଫେରିଥିଲି ଆଉ ଜାଣିଥିଲି ସେଇଟା ତା ସହ ବିତେଇଥିବା ଅତୀତର ସ୍ମୃତି ଥିଲା ବୋଲି, ସେତେବେଳେ ଜାଣିବାକୁ ପାଇଲି ଏ ଅତୀତ କେବଳ ଲୁହ ଦିଏ, କେବେ ଖୁସି ଦିଏ ନା। ତା ସହ ବିତେଇଥିବା କଥା ବେଶୀ ବେଶୀ ମନେ ପଡ଼ିଯାଇଥିଲା। ସେ ଦୂରେଇ ଯିବାଟା ଆଉ ତାଠୁ ବିଚ୍ଛେଦ ପରର ସବୁ କଷ୍ଟ ଯନ୍ତ୍ରଣାଗୁଡ଼ା ମୋ ଆଡ଼କୁ ଯେମିତି ମାଡ଼ି ଆସୁଥିଲା। ଭାବନାର ସେ ଖୁସି ସବୁ କିଛି କ୍ଷଣରେ ଦୁଃଖରେ ପରିଣତ ହୋଇଯାଇଥିଲା। ତା ସହ ବିତେଇଥିବା ସବୁ ଖୁସିର ମୁହୂର୍ତ୍ତକୁ ମନେ ପକାଇ ମନେ ମନେ ହସୁଥିବା ମଣିଷଟା ଆଖିରେ ଖାଲି ଥିଲା ଲୁହ। ଚିତ୍କାର କରି କରି କାନ୍ଦି ଚାଲିଥିଲି। ପୁଣି ଦେଖିଲି କେହି କୁଆଡ଼େ ନାହାନ୍ତି ତ, କିଏ ଆସିବ। ମୁଁ ତ ଏକ ନିର୍ଜନ ଜାଗାର ଅତିଥି ସାଜିଛି, ଯେଉଁଠି କେବଳ ମୋ ସ୍ମୃତି ଆଉ ମୋ ଭାବନା ଛଡ଼ା କେହି ନାହାନ୍ତି। ସନ୍ଧ୍ୟା ଆଇ ଆସୁଥିଲା। ଲୁହକୁ ଅଟକାଇବାକୁ ଅନେକ ଚେଷ୍ଟା କରୁଥିଲି, ହେଲେ ସେ ଲୁହଗୁଡ଼ା ବୋଲ ମାନୁନଥିଲା। ଯେତେ କହିଲି ଆରେ ଟିକେ ଅଟକି ଯା, ମୁଁ ଯିବାର ଅଛି, କିନ୍ତୁ ସେ ଅମାନିଆ ଲୁହଟା ନା ଅଟକୁଥିଲା, ନା ମୁଁ ସେଠୁ ଆସିପାରୁଥିଲି। ବର୍ଷ ବଦଳି ଯାଇଥିଲା, କ୍ୟାଲେଣ୍ଡର ତାରିଖ ଗୋଟେ ପରେ ଗୋଟେ ବଦଳି ଯାଇଥିଲା, ହେଲେ ତା ସ୍ମୃତି ସବୁ ମୋ ମନ ଭିତର ସବୁ ମେମୋରିକୁ ଫୁଲ୍ କରି ରଖିଥିଲା। ଯେତେ ବର୍ଷ ବଦଳୁ, ମାସ ବଦଳୁ, ତାରିଖ ବଦଳୁ, କେବଳ ତା ସହ ବିତେଇଥିବା ତା ସ୍ମୃତି ଛଡ଼ା ଆଉ କିଛି ମୋ ମନର ସେ ମେମୋରିରେ ଷ୍ଟୋର୍ ହେବାକୁ ଯେମିତି କିଛି ଜାଗା ନଥିଲା। ଅନେକ ଥର ମୋ ମନର ସେ ମେମୋରି ଭିତରୁ ସେ ସ୍ମୃତି ସବୁ ଡିଲିଟ୍ କରିବାକୁ ଯେତେ ଚେଷ୍ଟା କରୁଥିଲି, ସେ ମନା କରିଦେଉଥିଲା। କେଜାଣି ସେ ମୋ ବିନା କେମିତି ରହୁଥିଲା, ମୋ କଥା ତାର ମନେ ପଡ଼ୁଥିଲା କି ନାହିଁ। ମୁଁ ତାକୁ ଯେତିକି ମନେ ପକାଉଥିଲି, ସେ କ'ଣ ମୋତେ ସେତିକି ମନେ ପକାଉଥିଲା, ନା ଦୂରେଇ ଗଲା ପରେ ମୋତେ ଭୁଲି ଯାଇଥିଲା। ସେ କ'ଣ ଆଉ ମୋର ହେଇକି ଅଛି, ନା ଆଉ କାହାର ହେଇସାରିଲାଣି। ବେଳେବେଳେ ଏସବୁ ପ୍ରଶ୍ନ ମୋ ମନକୁ ଆହୁରି ଦୁର୍ବଳ କରିଦେଉଥିଲା। ଏ କଥା ଥିଲା ସେଇ ମଣିଷର, ଯିଏ ନିଜ ମନର ମଣିଷ ଆଉ ନିଜଠୁ ଅଧିକ ଭଲ ପାଉଥିବା ମଣିଷଠୁ ଅନେକ ଦୂରରେ ଥିଲା। କିଛି ଏମିତି ପରିସ୍ଥିତି ଏମାନଙ୍କୁ ବିଚ୍ଛେଦ କରିଦେଇଥିଲା, ସ୍ୱପ୍ନ ଭାଙ୍ଗି ଦେଇଥିଲା। କଷ୍ଟ ଯନ୍ତ୍ରଣା ଭିତରେ ବି ସେ ତାକୁ ପୁଣି ଥରେ ପାଇବାକୁ ସ୍ୱପ୍ନ ଦେଖୁଥିଲା, ହେଲେ ସେ ତାକୁ ବ୍ଲକ୍ କରିସାରିଥିଲା। 2 ବର୍ଷ ହେଲା କିଛି ଯୋଗାଯୋଗ ବି ନଥିଲା। ଦିନେ ଏଇ ନୂଆ ବର୍ଷକୁ ସେମାନେ ସାଥୀ ହେଇ ସେଲିବ୍ରେସନ୍ କରୁଥିଲେ। ଦିନେ ସବୁ ମେଳା ସାଥୀ ହେଇ ବୁଲିବାକୁ ଯାଉଥିଲେ। ସେ ତୋଷାଳୀ ମେଳା ହେଉ କି ଆଦିବାସୀ ମେଳା ହେଉ, ସେ କଟକର ବାଲିଯାତ୍ରା ହେଉ କି ଅଫିସ୍ ପିକନିକ୍ ହେଉ, ସାଥୀ ହେଇ ଅନେକ ଜାଗା ବୁଲିଛନ୍ତି, ମଜା କରିଛନ୍ତି, ମସ୍ତି ବି କରିଛନ୍ତି। ହେଲେ ଆଜି ସେ ପାଖରେ ଥାଇ ବି ଅନେକ ଦୂରକୁ ଚାଲି ଯାଇଥିଲା। ସେ ତା ଜାଗାରେ ଖୁସିରେ ଥିଲା, ଖାଲି ଇଏ ଯା ତାକୁ ମନେ ପକାଇ ତାରି ସ୍ମୃତିରେ ଆଖିରୁ ସବୁବେଳେ ଲୁହ ଗଡ଼େଇ ଚାଲିଥିଲା। ମୋତେ କଲ୍ କରି ଅନେକ ସମୟ ଚୁପ୍ ରହିଲା। କିଛି ସମୟ ପରେ ଜାଣିବାକୁ ପାଇଲି ସେ କାନ୍ଦୁଛି ବୋଲି। କାରଣ ପଚାରିଲି, ଆଉ ଏଇ କେଇ ପଦ କଥା କହିଥିଲା। ଶେଷରେ ସେ ଖାଲି ଏତିକି କହିଥିଲା, ତା କଥା ଭାରି ମନେ ପଡ଼ୁଛି ପ୍ରତାପ ଭାଇ, ତାକୁ ଭୁଲିବା ଜମା ବି ସମ୍ଭବ ହେଉନି। ସେତେବେଳେ ସେ ମୋଠୁ ଦୂରେଇ ନଥିଲା, ମୁଁ ତା ଜୀବନ ଥିଲି, ତାକୁ ମୋଠୁ ଦୂରେଇ ଦିଆଯାଇଥିଲା। ଜାଣିଛି ସେ ଦୂରେଇ ଗଲା ପରେ ସେ ତ ନିଶ୍ଚିତ ଆଉ କାହାର ହେଇସାରିଥିବ, କିନ୍ତୁ ମୁଁ ତାକୁ କେବେ ଭୁଲିବା ସମ୍ଭବ ହେଉନି, କି ତାକୁ ମନରୁ ଜମା ବି କାଢ଼ିପାରୁନି। ସେ ଯାହାର ବି ହେଉ ମୋତେ କିନ୍ତୁ କିଛି ଫରକ ପଡ଼େନି, କାହିଁକି ନା ସେ ଯାହାର ହେଉ ପଛେ ମୁଁ କିନ୍ତୁ ଆଜି ବି ତାର ହେଇକି ଅଛି ବୋଲି ଭାବି ଚାଲିଥିଲି। ଆଉ ସେ ବି ମୋର ହେଇକି ସବୁଦିନ ରହିବ ବୋଲି ମୋର ବିଶ୍ୱାସ ବି ଥିଲା। ବେଳେବେଳେ ତା ଉପରେ ଅଭିମାନ କରିବାକୁ ଭାରି ଇଚ୍ଛା ହୁଏ, ଆଉ ରାଗିଯାଇ ଅଭିମାନ ବି କରିଦିଏ। ହେଲେ ସେ ମାନ ଅଭିମାନ ଭିତରେ ନିଜକୁ ନିଜେ ବୁଝେଇବା ଛଡ଼ା ଆଉ ଯେମିତି କିଛି ଉପାୟ ନଥିଲା। ନିଜକୁ ନିଜେ ବୁଝେଇ ନିଜକୁ ଶାନ୍ତ କରିବାକୁ ପଡ଼େ, କାହିଁକି ନା ମୋତେ ବୁଝେଇ ମୋ ଅଭିମାନକୁ ଶାନ୍ତ କରିବାକୁ ସେ କିନ୍ତୁ ଜମା ଆସେନି। ଆଜି ବି ସେମିତି ଏଇ ନୂଆ ବର୍ଷରେ ମୁଁ ତା ଉପରେ ଅଭିମାନ କରିଥିଲି।
ଆଉ ସେ ମୋତେ କାହିଁକି ୱିଶ୍ କରିନି ବୋଲି ରାଗି ଯାଇଥିଲି। ସେଥିପାଇଁ ଏ ନିରୋଳା ଜାଗାକୁ ଆସି ତାରି କଥା ଭାବି ଚାଲିଥିଲି। ଶେଷରେ ନିଜର ଅଭିମାନକୁ ନିଜ ଭିତରେ ମାରି ନିଜକୁ ବୁଝେଇବାକୁ ଯାଇ ଅନେକ କାନ୍ଦି ଚାଲିଥିଲି। ଆଉ ଶେଷରେ ଅନ୍ଧାର ହେଇଯାଇଥିଲା। ଗାଡ଼ି ପାଖକୁ ଯାଇଥିଲି। ଗାଡ଼ିଟା ଷ୍ଟାର୍ଟ କରି ସେ ଅନ୍ଧାରରେ ନିଜର ଲୁହକୁ ପୋଛି ପୋଛି ରୁମ୍ରେ ପହଞ୍ଚି ଯାଇଥିଲି। ସେ ଘରେ ପହଞ୍ଚି ଯାଇଥିଲା। ଫୋନ୍ଟା କାଟିଦେଇ ଖାଇଦେଇ ଚୁପଚାପ ଶୋଇପଡ଼ିଥିଲା। ହେଲେ ଆପଣ କ'ଣ ଶୋଇପଡ଼ିଲେଣି କି? ଆପଣ ଏଇ ଇଂରାଜୀ ନବବର୍ଷ କେମିତି ପାଳିଲେ କମେଣ୍ଟ କରି ଜଣାଇବା ସହିତ କାହାଣୀ କେମିତି ଲାଗିଲା ଜଣାଇବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।